କୌଣସି ମଣିଷ କେବେ ନିଜ ଇଚ୍ଛାରେ ବଦଳି ନଥାଏ। ଜୀବନରେ କିଛି ଘଟଣା ବା ପରିସ୍ଥିତି ଏମିତି ଘଟିଯାଏ ଯାହା ଗୋଟିଏ ମଣିଷକୁ ବଦଳିବାକୁ ବାଧ୍ୟ କରିଥାଏ। ସବୁଠାରୁ ବଡ଼ ଜାଗା ହୃଦୟ, ବଡ଼ ସମ୍ମାନ ବ୍ୟବହାର, ବଡ଼ ଆଶା ଲୋଭ, ଆଉ ସବୁଠାରୁ ବଡ଼ ଦୁଃଖ ଅପମାନ। ଆଶା ଦିଏ ଆମ ଜୀବନରେ ଦୁଃଖ। ମଣିଷ ପାରେନି ଜାଣି, ଲୋଭ ମୋହ ମାୟା ପାଇଁ ମଣିଷକୁ ତଳକୁ ନିଏ ସେ ଟାଣି। ଏ ସଂସାରରେ ଏପରି କିଏ ଅଛି ଯିଏ ସର୍ବଗୁଣ ସମ୍ପନ୍ନ? ଏପରି କିଏ ଅଛି ଯାହାର କିଛି ବି ଦୁଃଖ ନାହିଁ? ସର୍ବଦା କେହି ସୁଖୀ ହୋଇପାରେ ନାହିଁ। ଦିନରାତି ସତ୍ୟ ମିଥ୍ୟା ଅନ୍ଧାର ଆଲୁଅ ପରି ଦୁଃଖ ସୁଖ ଗତି କରି ଚାଲିଛନ୍ତି। ସୁଖ ଦୁଃଖର ଏବଂ ଦୁଃଖ ସୁଖର ଆବାହକ। କାମରେ ଆସନ୍ତି ଅନେକ କମ୍ ଲୋକ, ଅନେକ କଥା କୁହନ୍ତି ଅନେକ ଲୋକ, ହେଲେ ଠିକ୍ ସମୟରେ କାମରେ ଆସନ୍ତି ଅନେକ କମ୍ ଲୋକ। ଭଲ ହେଲା ଭଗବାନ ଶ୍ରୀରାମ ବାନରଙ୍କୁ ନେଇ ଲଙ୍କା ଯାଇଥିଲେ। ଯଦି ମନୁଷ୍ୟକୁ ନେଇଥାନ୍ତେ ହୁଏତ ସୁନାର ଲଙ୍କା ଦେଖି ଅଧେ ଲୋକ ରାବଣର ପକ୍ଷରେ ହୋଇଯାଇଥାନ୍ତେ। ଯେ ମଣିଷ ଭଗବାନଙ୍କ ଠାରୁ ଲକ୍ଷେ କୋଟି ପାଇବାର ଆଶା ରଖିଥାଏ, କିନ୍ତୁ ଯେତେବେଳେ ମନ୍ଦିର ମସଜିଦ୍ ଯାଏ ତ ପକେଟରେ ଖୁଚୁରା ରଖିଥାଏ। ସ୍ତ୍ରୀକୁ ବୁଝି ହୁଏନା ସତ। ଜାଣନ୍ତୁ ସ୍ତ୍ରୀଙ୍କ ରହସ୍ୟ, କିଛି ତଥ୍ୟ ଜାଣନ୍ତୁ। ଯଦି ଜଣେ ସ୍ତ୍ରୀ 5 ମିନିଟରେ ଆପଣଙ୍କର କଥା ବୁଝି ନିଅନ୍ତି ତେବେ ସେ ଆପଣଙ୍କ ମା। ଯଦି ଜଣେ ସ୍ତ୍ରୀ 10 ମିନିଟରେ ଆପଣଙ୍କ କଥାରେ ରାଜି ବା ସ୍ୱୀକୃତି ଦିଅନ୍ତି ତେବେ ସେ ଆପଣଙ୍କର ଭଉଣୀ। ଯଦି ଜଣେ ସ୍ତ୍ରୀ 30 ମିନିଟ ବୁଝାଇବା ଦ୍ୱାରା ଆପଣଙ୍କ କଥାକୁ ମାନି ନିଅନ୍ତି ସେ ଆପଣଙ୍କ ଝିଅ। ଯଦି ଜଣେ ସ୍ତ୍ରୀକୁ ଆପଣ ଯେତେ ଥର ବୁଝାଇବାର ଉଦ୍ୟମ କଲେ ବି ସେ ଜମା ବୁଝନ୍ତି ନାହିଁ, ଭାବି ନିଅନ୍ତୁ ଯେ ସେ ଜଣେ ଅପରିଚିତ। ଯଦି ଜଣେ ସ୍ତ୍ରୀ ଆପଣ ବୁଝାଇବା ଆଗରୁ ଆପଣଙ୍କ କଥା ବୁଝି ନିଅନ୍ତି କିନ୍ତୁ ନ ଜାଣିବା ଭଳି ବ୍ୟବହାର କରନ୍ତି ସେ ପ୍ରେମିକା। ଯଦି ଜଣେ ସ୍ତ୍ରୀ ଆପଣଙ୍କ କଥାକୁ ବୁଝନ୍ତି ଏବଂ ମାନନ୍ତି ମଧ୍ୟ କିନ୍ତୁ ଆର ଘଡ଼ି ତର୍କ ବିତର୍କ କରନ୍ତି ସେ ଆପଣଙ୍କ ପତ୍ନୀ। ପାଗଳ ହେବେ ତ ଈଶ୍ୱରଙ୍କ ଲାଗି ପାଗଳ ହୁଅନ୍ତୁ। ସଂସାରରେ କେହି ଧନ ପାଇଁ, କେହି ସ୍ତ୍ରୀ ସନ୍ତାନ ପାଇଁ, କେହି ମାନ ମର୍ଯ୍ୟାଦା ପାଇଁ ପାଗଳ, କିନ୍ତୁ ସିଏ ଧନ୍ୟ ଯିଏ ଈଶ୍ୱରଙ୍କ ପାଇଁ ପାଗଳ। ପ୍ରତ୍ୟେକ ମଣିଷ ଜୀବନରେ ଏମିତି ଏକ ସମୟ ଆସିଥାଏ ଯେତେବେଳେ ତାଙ୍କୁ ଏହା ଲାଗିଥାଏ କି ଭଗବାନଙ୍କ ଛଡ଼ା ଆଉ ଏ ଦୁନିଆରେ କେହି ନିଜର ନୁହେଁ। ଜୟ ଶ୍ରୀ ଜଗନ୍ନାଥ।